ଓମ୍ ଶାନ୍ତି। 4 ଡିସେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ତୁମମାନଙ୍କୁ ଏବେ ବାବାଙ୍କ ଦ୍ୱାରା ଦିବ୍ୟ ଦୃଷ୍ଟି ମିଳିଛି। ସେହି ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ ତୁମେ ଆତ୍ମା ଏବଂ ପରମାତ୍ମାକୁ ଦେଖିପାରିବ। ତୁମମାନଙ୍କୁ ଏବେ ବାବାଙ୍କ ଦ୍ୱାରା ଦିବ୍ୟ ଦୃଷ୍ଟି ମିଳିଛି। ସେହି ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ ତୁମେ ଆତ୍ମା ଏବଂ ପରମାତ୍ମାକୁ ଦେଖିପାରିବ। ଆଜିର ପ୍ରଶ୍ନ, ଡ୍ରାମାର କେଉଁ ରହସ୍ୟକୁ ବୁଝିଥିବା ପିଲାମାନେ କେଉଁ ମତ କାହାକୁ ବି ଦେବେ ନାହିଁ? ଡ୍ରାମାର କେଉଁ ରହସ୍ୟକୁ ବୁଝିଥିବା ପିଲାମାନେ କେଉଁ ମତ କାହାକୁ ବି ଦେବେ ନାହିଁ? ଉତ୍ତର, ଯେଉଁମାନେ ବୁଝୁଛନ୍ତି ଯେ ଡ୍ରାମାରେ ଯାହା କିଛି ଅତୀତ ହୋଇଗଲା ତାହା ପୁନର୍ବାର ଅବିକଳ ପୁନରାବୃତ୍ତି ହେବ, ସେମାନେ କେବେ ବି କାହାକୁ ଭକ୍ତି ଛାଡ଼ିବା ପାଇଁ ରାୟ ଦେବେ ନାହିଁ। ଯେତେବେଳେ ସେମାନଙ୍କ ବୁଦ୍ଧିରେ ଜ୍ଞାନ ଭଲ ଭାବରେ ଧାରଣା ହୋଇଯିବ, ବୁଝିଯିବେ ଯେ ଆମେ ଆତ୍ମା ଅଟୁ, ମୋତେ ବେହଦ ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଛି। ଯେତେବେଳେ ବେହଦର ବାବାଙ୍କୁ ଚିହ୍ନିଯିବେ, ସେତେବେଳେ ପୁରୁଣା ଦୁନିଆର ବିନାଶୀ କଥା ସବୁ ସ୍ୱତଃ ସମାପ୍ତ ହୋଇଯିବ। ଓମ୍ ଶାନ୍ତି। ନିଜ ଆତ୍ମାର ସ୍ୱଧର୍ମରେ ବସିଛ? ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ପଚାରୁଛନ୍ତି। କାହିଁକି ନା ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଏକମାତ୍ର ବେହଦର ବାବା ଅଟନ୍ତି, ଯାହାକୁ ସର୍ବୋଚ୍ଚ ଆତ୍ମା କୁହାଯାଉଛି। କେବଳ ତାଙ୍କୁ ହିଁ ସର୍ବୋଚ୍ଚ କୁହାଯାଉଛି। ସର୍ବୋଚ୍ଚ ଆତ୍ମା ଅଥବା ପରମ ଆତ୍ମା କହୁଛନ୍ତି। ପରମାତ୍ମା ତ ନିଶ୍ଚୟ ଅଛନ୍ତି। ଏପରି କହିବା ନାହିଁ ଯେ ପରମାତ୍ମା ହିଁ ନାହାନ୍ତି। ପରମ ଆତ୍ମା ଅର୍ଥାତ୍ ପରମାତ୍ମା, ଏକଥା ମଧ୍ୟ ବୁଝାଯାଇଛି। ଦ୍ୱନ୍ଦ୍ୱରେ ପଡ଼ିବା ଅନୁଚିତ। କାହିଁକି ନା 5000 ବର୍ଷ ପୂର୍ବରୁ ମଧ୍ୟ ତୁମେ ଏହି ଜ୍ଞାନ ଶୁଣିଥିଲ। ଆତ୍ମା ହିଁ ଶୁଣୁଛି ନା? ଆତ୍ମା ବହୁତ ସୂକ୍ଷ୍ମ ଅଟେ, ଏତେ ସୂକ୍ଷ୍ମ ଯେ ଏହି ଆଖି ଦ୍ୱାରା ଦେଖାଯାଏ ନାହିଁ। ଏପରି କୌଣସି ମନୁଷ୍ୟ ନଥିବେ ଯିଏକି ଆତ୍ମାକୁ ଏହି ସ୍ଥୂଳ ଆଖି ଦ୍ୱାରା ଦେଖିଥିବେ। କିନ୍ତୁ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖିହେବ, ତାହା ମଧ୍ୟ ଡ୍ରାମାର ପ୍ଲାନ ଅନୁସାରେ। ଆଚ୍ଛା, ଧରିନିଅ କାହାକୁ ଆତ୍ମାର ସାକ୍ଷାତକାର ହେଉଛି, ଯେପରି ଅଲଗା ଜିନିଷ ଦେଖିଥାନ୍ତି। ଭକ୍ତି ମାର୍ଗରେ ମଧ୍ୟ ଏହି ଆଖି ଦ୍ୱାରା ହିଁ ସାକ୍ଷାତକାର ହୋଇଥାଏ। ସେହି ଦିବ୍ୟ ଦୃଷ୍ଟି ମିଳିବା ଦ୍ୱାରା ଚୈତନ୍ୟରେ ଦେଖିଥାନ୍ତି। ଆତ୍ମାକୁ ଜ୍ଞାନଚକ୍ଷୁ ମିଳେ, ଯାହାଦ୍ୱାରା ଦେଖିପାରିବେ, କିନ୍ତୁ ଧ୍ୟାନ ଅବସ୍ଥାରେ। ଭକ୍ତି ମାର୍ଗରେ ବହୁତ ଭକ୍ତି କରିବା ଦ୍ୱାରା ସାକ୍ଷାତକାର ହୋଇଥାଏ। ଯେପରି ମୀରାଙ୍କୁ ନୃତ୍ୟ କରୁଥିବାର ସାକ୍ଷାତକାର ହୋଇଥିଲା। ବୈକୁଣ୍ଠ ତ ନଥିଲା, 500-600 ବର୍ଷ ହୋଇଥିବ। ସେ ସମୟରେ ତ ବୈକୁଣ୍ଠ ନଥିଲା। ଯାହା ଅତୀତ ହୋଇଯାଏ ତାହା ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖାଯାଇଥାଏ। ଯେବେ ବହୁତ ଭକ୍ତି କରି କରି ଏକଦମ ଭକ୍ତିମୟ ହୋଇଯାଆନ୍ତି, ସେତେବେଳେ ସାକ୍ଷାତକାର ହୋଇଥାଏ। କିନ୍ତୁ ଏହାଦ୍ୱାରା ମୁକ୍ତି ମିଳିନଥାଏ। ମୁକ୍ତି, ଜୀବନ ମୁକ୍ତିର ରାସ୍ତା ଭକ୍ତିଠାରୁ ବିଲକୁଲ ଅଲଗା ଅଟେ। ଭାରତରେ କେତେ ଢେର ମନ୍ଦିର ରହିଛି। ଶିବଙ୍କ ଲିଙ୍ଗ ରଖିଛନ୍ତି, ବଡ଼ ଲିଙ୍ଗ ମଧ୍ୟ ରଖିଛନ୍ତି, ଛୋଟ ଲିଙ୍ଗ ମଧ୍ୟ ରଖିଛନ୍ତି। ଏକଥା ତ ପିଲାମାନେ ଜାଣିଛନ୍ତି ଯେ ପରମ ପିତା ପରମାତ୍ମା ଆତ୍ମା ସଦୃଶ୍ୟ ଅଟନ୍ତି। ଆକାର ସମସ୍ତଙ୍କର ଏକା ହିଁ ଅଟେ। ଯେପରି ପିତା ସେପରି ସନ୍ତାନ। ସବୁ ଆତ୍ମାମାନେ ଭାଇ ଭାଇ ଅଟନ୍ତି। ଆତ୍ମାମାନେ ଏହି ଶରୀର ମଧ୍ୟକୁ ଅଭିନୟ କରିବାକୁ ଆସୁଛନ୍ତି। ଏହା ବୁଝିବାର କଥା। ଏହା କୌଣସି ଭକ୍ତି ମାର୍ଗର କାହାଣୀ ନୁହେଁ। ଜ୍ଞାନ ମାର୍ଗର କଥା କେବଳ ଏକା ବାବା ହିଁ ବୁଝାଉଛନ୍ତି। ପ୍ରଥମେ ପ୍ରଥମେ ବେହଦର ବାବା ନିରାକାର ହିଁ ବୁଝାଉଛନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ରୂପେ କେହି ବି ବୁଝିପାରିବେ ନାହିଁ। କହୁଛନ୍ତି ସେ ତ ସର୍ବବ୍ୟାପୀ ଅଟନ୍ତି। ଏହା ତ ଠିକ୍ କଥା ନୁହେଁ। ବାବାଙ୍କୁ ବହୁତ ସ୍ନେହର ସହିତ ଡାକୁଛନ୍ତି।
କହୁଛନ୍ତି, ବାବା ଆପଣ ଆସିଲେ ଆମେ ଆପଣଙ୍କ ନିକଟରେ ସମର୍ପଣ ହୋଇଯିବୁ। ମୋର ତ କେବଳ ଆପଣ, ଦ୍ୱିତୀୟ କେହି ନାହାନ୍ତି। ତେଣୁ ନିଶ୍ଚୟ ତାଙ୍କୁ ମନେ ପକାଇବାକୁ ପଡ଼ିବ। ସେ ନିଜେ ମଧ୍ୟ କହୁଛନ୍ତି, ହେ ସନ୍ତାନମାନେ, ଆତ୍ମାମାନଙ୍କ ସହିତ ହିଁ କଥା ହେଉଛନ୍ତି। ଏହାକୁ ଆତ୍ମିକ ଜ୍ଞାନ କୁହାଯାଉଛି। ଗାୟନ ମଧ୍ୟ କରାଯାଏ ଯେ ଆତ୍ମା ପରମାତ୍ମା ବହୁତ କାଳ ଅଲଗା ରହିଲେ। ଏହି ହିସାବ ମଧ୍ୟ ବତାଯାଇଛି। ବହୁତ କାଳରୁ ତୁମେ ଆତ୍ମାମାନେ ଅଲଗା ରହିଛ। ଯେଉଁମାନେ ହିଁ ବର୍ତ୍ତମାନ ପୁନର୍ବାର ପ୍ରାଚୀନ ରାଜଯୋଗ ଶିଖିବା ପାଇଁ ବାବାଙ୍କ ପାଖକୁ ଆସିଛ। ଇଏ ଟିଚର ଅଟନ୍ତି, ସେବାଧାରୀ ମଧ୍ୟ ଅଟନ୍ତି। ଶିକ୍ଷକ ସର୍ବଦା ଆଜ୍ଞାଧୀନ ସେବକ ଅଟନ୍ତି। ବାବା ମଧ୍ୟ କହୁଛନ୍ତି, ମୁଁ ତ ସବୁ ସନ୍ତାନମାନଙ୍କର ସେବାଧାରୀ ଅଟେ। ତୁମେ କେତେ ଅଧିକାରବଶତଃ ଡାକୁଛ ଯେ, ହେ ପତିତ ପାବନ ଆସି ଆମକୁ ପବିତ୍ର କର। ସମସ୍ତେ ହେଉଛନ୍ତି ଭକ୍ତିନୀ। କହୁଛନ୍ତି, ହେ ଭଗବାନ ଆସ, ଆମକୁ ପୁନର୍ବାର ପବିତ୍ର କର। ସ୍ୱର୍ଗକୁ ପବିତ୍ର ଦୁନିଆ, ନର୍କକୁ ପତିତ ଦୁନିଆ କୁହାଯାଏ। ଏସବୁ ବୁଝିବାର କଥା। ଏହା କଲେଜ ଅଥବା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଅଟେ। ଏହାର ଲକ୍ଷ୍ୟ ହେଉଛି ମନୁଷ୍ୟରୁ ଦେବତା ହେବା। ପିଲାମାନେ ନିଶ୍ଚୟ କରୁଛନ୍ତି କି ଆମକୁ ଏପରି ହେବାକୁ ପଡ଼ିବ। ଯାହାର ନିଶ୍ଚୟ ନଥିବ ସେ କ'ଣ ସ୍କୁଲରେ ବସିବ? ଲକ୍ଷ୍ୟ ତ ବୁଦ୍ଧିରେ ରହିଛି। ଆମକୁ ବାରିଷ୍ଟର, ଡାକ୍ତର ହେବାକୁ ହେଲେ ପଢ଼ିବାକୁ ପଡ଼ିବ ନା? ନିଶ୍ଚୟ ନହେଲେ ଯଦି ଆସିବେ ହିଁ ନାହିଁ। ତୁମକୁ ନିଶ୍ଚୟ ହେଉଛି ଯେ ଆମେ ମନୁଷ୍ୟରୁ ଦେବତା, ନରରୁ ନାରାୟଣ ହେଉଛୁ। ଏହା ବାସ୍ତବ ସତ୍ୟ କଥା। ନରରୁ ନାରାୟଣ ହେବାର କଥା। ବାସ୍ତବରେ ଏହା ହେଉଛି ପାଠପଢ଼ା। କିନ୍ତୁ ଏହାକୁ କଥା କାହିଁକି କହୁଛନ୍ତି? କାହିଁକି ନା 5000 ବର୍ଷ ପୂର୍ବରୁ ମଧ୍ୟ ଶୁଣିଥିଲ, ଅତୀତ ହୋଇଯାଇଛି। ଅତୀତକୁ କଥା କୁହାଯାଇଥାଏ। ଏହା ହେଉଛି ନରରୁ ନାରାୟଣ ହେବାର ଶିକ୍ଷା। ପିଲାମାନେ ଭଲ ଭାବରେ ବୁଝୁଛନ୍ତି ଯେ ନୂଆ ଦୁନିଆରେ ଦେବତାମାନେ ଏବଂ ପୁରୁଣା ଦୁନିଆରେ ମନୁଷ୍ୟମାନେ ରହିଥାନ୍ତି। ଦେବତାମାନଙ୍କ ପାଖରେ ଥିବା ଗୁଣ ମନୁଷ୍ୟମାନଙ୍କ ପାଖରେ ନାହିଁ। ସେଥିପାଇଁ ତାଙ୍କୁ ଦେବତା କୁହାଯାଉଛି। ମନୁଷ୍ୟ ଦେବତାମାନଙ୍କୁ ନମସ୍କାର କରିଥାନ୍ତି। ଆପଣ ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ। ପୁଣି ନିଜକୁ କହୁଛନ୍ତି ଆମେ ପାପୀ ନୀଚ ଅଟୁ। ମନୁଷ୍ୟ ହିଁ କହୁଛନ୍ତି। ଦେବତାମାନଙ୍କୁ ତ କହିବେ ନାହିଁ। ଦେବତାମାନେ ସତ୍ୟ ଯୁଗରେ ଥିଲେ। କଳି ଯୁଗରେ ସେମାନେ ରହିପାରିବେ ନାହିଁ। କିନ୍ତୁ ଆଜିକାଲି ତ ସମସ୍ତଙ୍କୁ ଶ୍ରୀ ଶ୍ରୀ କହିଦେଉଛନ୍ତି। ଶ୍ରୀ ଅର୍ଥ ଶ୍ରେଷ୍ଠ। ସର୍ବଶ୍ରେଷ୍ଠ ତ ଭଗବାନ ହିଁ କରିପାରିବେ। ଶ୍ରେଷ୍ଠ ଦେବତାମାନେ ସତ୍ୟ ଯୁଗରେ ଥିଲେ। ବର୍ତ୍ତମାନ କୌଣସି ମନୁଷ୍ୟ ଶ୍ରେଷ୍ଠ ନୁହନ୍ତି। ତୁମେ ପିଲାମାନେ ଏବେ ବେହଦର ସନ୍ନ୍ୟାସ କରୁଛ। ତୁମେ ଜାଣିଛ ଏହି ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି। ସେଥିପାଇଁ ଏସବୁଥିରୁ ବୈରାଗ୍ୟ ଆସୁଛି। ସେମାନେ ତ ହେଲେ ହଠଯୋଗୀ ସନ୍ନ୍ୟାସୀ। ଘରଦ୍ୱାର ଛାଡ଼ି ବାହାରିଗଲେ ପୁଣି ଆସି ମହଲରେ ବସିଛନ୍ତି। ନଚେତ କୁଡ଼ିଆ ତିଆରି କରିବାରେ କୌଣସି ଖର୍ଚ୍ଚ ହୋଇନଥାଏ। ଏକାନ୍ତ ନିମନ୍ତେ ମହଲ ନୁହେଁ, କୁଡ଼ିଆରେ ବସିବାକୁ ପଡ଼ିଥାଏ। ବାବାଙ୍କର ମଧ୍ୟ କୁଡ଼ିଆ ତିଆରି ହୋଇଛି। କୁଡ଼ିଆରେ ସବୁ ସୁଖ ଅଛି। ଏବେ ତୁମକୁ ପୁରୁଷାର୍ଥ କରି ମନୁଷ୍ୟରୁ ଦେବତା ହେବାକୁ ପଡ଼ିବ। ତୁମେ ଜାଣିଛ, ଡ୍ରାମାରେ ଯାହା କିଛି ଅତୀତ ହୋଇଯାଇଛି ତାହା ଅବିକଳ ପୁନରାବୃତ୍ତି ହେବ। ସେଥିପାଇଁ କାହାକୁ ବି ଏପରି ରାୟ ଦିଅ ନାହିଁ କି ଭକ୍ତିକୁ ଛାଡ଼। ଯେବେ ଜ୍ଞାନ ବୁଦ୍ଧିରେ ଆସିଯିବ ତେବେ ବୁଝିବେ ଯେ ଆମେ ଆତ୍ମା ଅଟୁ। ଆମକୁ ତ ଏବେ ବେହଦ ବାବାଙ୍କ ଠାରୁ ବର୍ଷା ନେବାକୁ ହେବ। ବେହଦ ବାବାଙ୍କର ପରିଚୟ ମିଳିଗଲେ ପୁଣି ହଦର ସବୁ କଥା ସମାପ୍ତ ହୋଇଯାଏ। ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ରହି କେବଳ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ ହେବ। ଶରୀର ନିର୍ବାହ ଅର୍ଥେ ମଧ୍ୟ କର୍ମ କରିବାକୁ ହେବ। ଯେପରି ଭକ୍ତିରେ ମଧ୍ୟ କେହି କେହି ବହୁତ ନବଧା ଭକ୍ତି କରିଥାନ୍ତି। ନିୟମ ମୁତାବକ ପ୍ରତ୍ୟହ ଯାଇ ଦର୍ଶନ କରିଥାନ୍ତି। ଦେହଧାରୀଙ୍କ ପାଖକୁ ଯିବା ଏସବୁ ହେଲା ଶାରୀରିକ ଯାତ୍ରା। ଭକ୍ତି ମାର୍ଗରେ କେତେ ବୁଲି ବୁଲି କ୍ଷତି ସହିବାକୁ ପଡ଼ିଥାଏ।
ଏଠାରେ କିଛି କ୍ଷତି ସହିବାକୁ ପଡ଼ିବ। ଏଠାକୁ ଆସିଲେ ବୁଝାଇବା ପାଇଁ ବସାଯାଇଥାଏ। ତେବେ ବାବାଙ୍କୁ ମନେ ପକାଇବା ନିମନ୍ତେ କୌଣସି ଗୋଟିଏ ଜାଗାରେ ବସିବାର ଆବଶ୍ୟକତା ନାହିଁ। ଭକ୍ତି ମାର୍ଗରେ ଯଦି କେହି ଶ୍ରୀକୃଷ୍ଣଙ୍କର ଭକ୍ତ ହୋଇଥାନ୍ତି, ତେବେ ଏପରି ନୁହେଁ ଯେ ଚାଲି ବୁଲି କୃଷ୍ଣଙ୍କୁ ୟାଦ କରିପାରିବେ ନାହିଁ। ସେଥିପାଇଁ ଶିକ୍ଷିତ ଲୋକେ କୁହନ୍ତି, ଶ୍ରୀକୃଷ୍ଣଙ୍କ ଚିତ୍ର ତ ଘରେ ରଖିଛ, ପୁଣି ତୁମେ ମନ୍ଦିରକୁ କାହିଁକି ଯାଉଛ? ଶ୍ରୀକୃଷ୍ଣଙ୍କ ଚିତ୍ରର ପୂଜା ତୁମେ ଯେଉଁଠି ରହିଲେ ମଧ୍ୟ କରିପାରିବ। ଆଚ୍ଛା, ଚିତ୍ର ନ ରଖ, ମନେ ପକାଉଥାଅ। ଗୋଟିଏ ଜିନିଷ ଥରେ ଦେଖିନେଲେ ତାହା ମନେ ରହିଯାଏ। ତୁମକୁ ମଧ୍ୟ ଏହି କଥା କୁହାଯାଉଛି। ଶିବ ବାବାଙ୍କୁ ତୁମେ ଘରେ ବସି କ'ଣ ମନେ ପକାଇ ପାରିବ ନାହିଁ? ଏହା ତ ହେଉଛି ନୂଆ କଥା। ଶିବ ବାବାଙ୍କୁ କେହି ହେଲେ ଜାଣିନାହାନ୍ତି। ନାମ ରୂପ ଦେଶ କାଳକୁ ଜାଣିନାହାନ୍ତି। ସର୍ବବ୍ୟାପୀ କହିଦେଉଛନ୍ତି। ଆତ୍ମାକୁ ପରମାତ୍ମା କୁହାଯିବ ନାହିଁ। ଆତ୍ମା ନିଜର ପିତାଙ୍କୁ ମନେ ପକାଉଛି, କିନ୍ତୁ ପିତାଙ୍କୁ ଜାଣିନଥିବା କାରଣରୁ 7 ଦିନ ବୁଝାଇବାକୁ ପଡ଼େ। ପୁଣି ବିସ୍ତାର ଭାବରେ ଜ୍ଞାନକୁ ମଧ୍ୟ ବୁଝାଯାଉଛି। ବାବା ଜ୍ଞାନର ସାଗର ଅଟନ୍ତି ନା? କେତେ ସମୟରୁ ତୁମେ ଶୁଣି ଆସୁଛ, କାରଣ ଏହା ଜ୍ଞାନ ଅଟେ ନା? ବୁଝୁଛ ଯେ ଆମକୁ ମନୁଷ୍ୟରୁ ଦେବତା ହେବା ପାଇଁ ଜ୍ଞାନ ମିଳୁଛି। ବାବା କହୁଛନ୍ତି, ତୁମକୁ ନୂଆ ନୂଆ ଗହନ କଥା ଶୁଣାଉଛି। ତୁମକୁ ମୁରଲି ନ ମିଳିଲେ ତୁମେ କେତେ ବ୍ୟାକୁଳ ହେଉଛ। ବାବା କହୁଛନ୍ତି, ତୁମେ ବାବାଙ୍କୁ କେବଳ ମନେ ପକାଅ। ମୁରଲିକୁ ପଢ଼ି ମଧ୍ୟ ଭୁଲି ଯାଉଛ। ପ୍ରଥମେ ତ ଏହି କଥା ମନେ ରଖିବାକୁ ହେବ, ମୁଁ ଆତ୍ମା କେତେ ଛୋଟ ବିନ୍ଦୁ ଅଟେ। ଆତ୍ମାକୁ ମଧ୍ୟ ଜାଣିବାକୁ ହେବ। ଏପରି କୁହାଯାଏ କି ଏହାଙ୍କ ଆତ୍ମା ଶରୀରରୁ ବାହାରି ଅନ୍ୟ ଶରୀରରେ ପ୍ରବେଶ କଲା। ଆମେ ଆତ୍ମା ହିଁ ଜନ୍ମ ନେଇ ନେଇ ଏବେ ପତିତ ଅପବିତ୍ର ହୋଇଯାଇଛୁ। ପ୍ରଥମେ ତୁମେ ପବିତ୍ର ଗୃହସ୍ଥ ଧର୍ମର ଥିଲ। ଲକ୍ଷ୍ମୀ ନାରାୟଣ ଉଭୟ ପବିତ୍ର ଥିଲେ, ପୁଣି ଉଭୟ ଅପବିତ୍ର ହୋଇଗଲେ। ପୁନଶ୍ଚ ଉଭୟ ପବିତ୍ର ହେଉଛନ୍ତି। ତେବେ କ'ଣ ଅପବିତ୍ରରୁ ପବିତ୍ର ହେଲେ ଅଥବା ପବିତ୍ର ଜନ୍ମ ନେଲେ? ବାବା ବସି ବୁଝାଉଛନ୍ତି, କିପରି ତୁମେ ପବିତ୍ର ଥିଲ, ପୁଣି ବାମ ମାର୍ଗରେ ଯିବା ଦ୍ୱାରା ଅପବିତ୍ର ହୋଇଛ। ପୂଜାରୀକୁ ଅପବିତ୍ର, ପୂଜ୍ୟକୁ ପବିତ୍ର କୁହାଯିବ। ସାରା ବିଶ୍ୱର ଇତିହାସ ଭୂଗୋଳ ତୁମ ବୁଦ୍ଧିରେ ଅଛି। କିଏ କିଏ ରାଜ୍ୟ କରୁଥିଲେ, କିପରି ତାଙ୍କୁ ରାଜ୍ୟ ମିଳିଲା, ଏକଥା ତୁମେ ଜାଣିଛ, କିନ୍ତୁ ଆଉ କେହି ଜାଣିନାହାନ୍ତି। ତୁମ ପାଖରେ ମଧ୍ୟ ଆଗରୁ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ନଥିଲା, ଅର୍ଥାତ୍ ତୁମେ ନାସ୍ତିକ ଥିଲ, ଜାଣିନଥିଲ। ନାସ୍ତିକ ହେବା ଦ୍ୱାରା ତୁମେ କେତେ ଦୁଃଖୀ ହୋଇଯାଉଛ। ବର୍ତ୍ତମାନ ତୁମେ ଏଠାକୁ ଆସିଛ ଏହିଭଳି ଦେବତା ହେବା ପାଇଁ। ସେଠାରେ କେତେ ସୁଖ ଥିବ, ଦୈବୀ ଗୁଣ ମଧ୍ୟ ଏଠାରେ ଧାରଣ କରିବାକୁ ହେବ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ ଭଉଣୀ ହେଲ ନା? ବେକାରୀ ଦୃଷ୍ଟି ଯିବା ଅନୁଚିତ। ଏଥିରେ ହିଁ ମେହନତ ରହିଛି। ଆଖି ବହୁତ ଚଞ୍ଚଳ ଅଟେ। ସବୁ ଅଙ୍ଗଠାରୁ ବିକାରୀ ହେଉଛି ଆଖି। ଅଧାକଳ୍ପ ବିକାରୀ, ଅଧାକଳ୍ପ ନିର୍ବିକାରୀ ରହେ। ସତ୍ୟ ଯୁଗରେ ଦୃଷ୍ଟି ବିକାରୀ ରହିବ ନାହିଁ। ଦୃଷ୍ଟି ବିକାରୀ ହେଲେ ଅସୁର କୁହାଯାଏ। ବାବା ସ୍ୱୟଂ କହୁଛନ୍ତି, ମୁଁ ପତିତ ଦୁନିଆକୁ ଆସୁଛି। ଯିଏ ପତିତ ହୋଇଯାଇଛନ୍ତି ତାଙ୍କୁ ହିଁ ପବିତ୍ର ହେବାକୁ ପଡ଼ିବ। ମନୁଷ୍ୟ ତ କହୁଛନ୍ତି, ଇଏ ନିଜକୁ ଭଗବାନ ବୋଲାଉଛନ୍ତି। ବୃକ୍ଷରେ ଦେଖ, ଏକଦମ ତମ ପ୍ରଧାନ ଦୁନିଆର ଅନ୍ତରେ ଛିଡ଼ା ହୋଇଛନ୍ତି। ସେ ହିଁ ପୁଣି ଏକଦମ ମୂଳରେ ତପସ୍ୟା କରୁଛନ୍ତି। ସତ୍ୟ ଯୁଗରୁ ହିଁ ଲକ୍ଷ୍ମୀ ନାରାୟଣଙ୍କର ରାଜବଂଶ ଚାଲିବ। ସମ୍ବତ ମଧ୍ୟ ଏହି ଲକ୍ଷ୍ମୀ ନାରାୟଣଙ୍କ ଠାରୁ ଅଣାଯିବ। ସେଥିପାଇଁ ବାବା କହୁଛନ୍ତି, ଯଦି ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଦେଖାଉଛ, ତେବେ ଲେଖିଦିଅ ଏହାଠାରୁ 1250 ବର୍ଷ ପରେ ତ୍ରେତା ଯୁଗ। ଶାସ୍ତ୍ରରେ ପୁଣି ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି। ରାତି ଦିନର ଫରକ ହୋଇଗଲା ନା? ବ୍ରହ୍ମାଙ୍କର ରାତି ଅଧାକଳ୍ପ, ବ୍ରହ୍ମାଙ୍କର ଦିନ ଅଧାକଳ୍ପ। ଏହି କଥା ବାବା ହିଁ ବୁଝାଉଛନ୍ତି। ତଥାପି କହୁଛନ୍ତି, ମଧୁର ସନ୍ତାନମାନେ,
ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ତାଙ୍କୁ ସ୍ମରଣ କରି କରି ତୁମେ ପବିତ୍ର ହୋଇଯିବ। ପୁଣି ଅନ୍ତମତି ସ୍ୱଗତି ହୋଇଯିବ। ବାବା ଏପରି କହୁନାହାନ୍ତି ଯେ ତୁମେ ଏଠାରେ ସ୍ଥାୟୀ ଭାବେ ବସିଯାଅ। ସେବା ଯୋଗ୍ୟ ସନ୍ତାନମାନଙ୍କୁ ତ ବସାଇବେ ନାହିଁ। ସେଣ୍ଟର, ମ୍ୟୁଜିୟମ ଆଦି ଖୋଲି ଚାଲିଛନ୍ତି। କେତେ ଜଣକୁ ନିମନ୍ତ୍ରଣ ବାଣ୍ଟୁଛନ୍ତି କି ଈଶ୍ୱରୀୟ ଜନ୍ମସିଦ୍ଧି ଅଧିକାର ବିଶ୍ୱର ବାସାଇ ନିଅ। ତୁମେ ବାବାଙ୍କର ସନ୍ତାନ ଅଟ। ବାବା ତ ସ୍ୱର୍ଗର ରଚୟିତା ଅଟନ୍ତି। ତେଣୁ ତୁମ ନିକଟରେ ମଧ୍ୟ ସ୍ୱର୍ଗର ସମ୍ପତ୍ତି ଥିବା ଦରକାର। ବାବା କହୁଛନ୍ତି, ମୁଁ କଳ୍ପରେ ଥରେ ମାତ୍ର ସ୍ୱର୍ଗର ସ୍ଥାପନା କରିବାକୁ ଆସୁଛି। ଏହି ଏକମାତ୍ର ଦୁନିଆ ରହିଛି ଯାହାର ଚକ୍ର ଘୁରୁଛି। ମନୁଷ୍ୟମାନଙ୍କର ତ ଅନେକ ମତ, ଅନେକ କଥା ରହିଛି। କେତେ ମତ ମତାନ୍ତର ରହିଛି। ଏହାକୁ ଅଦ୍ୱୈତ ମତ କୁହାଯାଉଛି। ବୃକ୍ଷ କେତେ ବଡ଼ ଅଟେ। କେତେ ଶାଖା ପ୍ରଶାଖା ବାହାରୁଛି। କେତେ ସବୁ ଧର୍ମର ବିସ୍ତାର ହେଉଛି। ପ୍ରଥମେ ତ ଏକ ମତ, ଏକ ରାଜ୍ୟ ଥିଲା। ସାରା ବିଶ୍ୱରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଏକଥା ମଧ୍ୟ ଏବେ ତୁମେ ଜାଣୁଛ। ଆମେ ହିଁ ସାରା ବିଶ୍ୱର ମାଲିକ ଥିଲୁ। ପୁଣି 84 ଜନ୍ମ ଭୋଗ କରି କାଙ୍ଗାଳ ହୋଇଛୁ। ଏବେ ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ। ସେଠାରେ କେବେ ଅକାଳ ମୃତ୍ୟୁ ହୁଏ ନାହିଁ। ଏଠାରେ ଦେଖ, ବସୁ ବସୁ ଅକାଳ ମୃତ୍ୟୁ ହୋଇଯାଉଛି। ଚାରିଆଡ଼େ ମୃତ୍ୟୁ ହିଁ ମୃତ୍ୟୁ ହେଉଛି। ସେଠାରେ ଏପରି ହେବ ନାହିଁ। ସମ୍ପୂର୍ଣ୍ଣ ଆୟୁଷ ପର୍ଯ୍ୟନ୍ତ ଜୀବନ ଚାଲିବ। ଭାରତରେ ପବିତ୍ରତା, ସୁଖ, ଶାନ୍ତି, ସମୃଦ୍ଧି ସବୁକିଛି ଥିଲା। ହାରାହାରି ଆୟୁଷ 150 ବର୍ଷ ଥିଲା। ଏବେ କେତେ କମ ଆୟୁ ରହିଛି। ଈଶ୍ୱର ହିଁ ତୁମକୁ ଯୋଗ ଶିଖାଉଛନ୍ତି, ଯେଉଁଥିପାଇଁ ତୁମକୁ ଯୋଗେଶ୍ୱର କୁହାଯାଉଛି। ସେଠାରେ ଏକଥା କେହି କହିବେ ନାହିଁ। ବର୍ତ୍ତମାନ ତୁମେ ଯୋଗେଶ୍ୱର ଅଟ। ତୁମକୁ ଈଶ୍ୱର ରାଜଯୋଗ ଶିଖାଉଛନ୍ତି। ପୁଣି ରାଜରାଜେଶ୍ୱର ହେବ। ଏବେ ତୁମେ ଜ୍ଞାନେଶ୍ୱର ହୋଇଛ। ପୁଣି ରାଜେଶ୍ୱର ଅର୍ଥାତ୍ ରାଜାମାନଙ୍କର ରାଜା ହେବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଆଖିକୁ ନିର୍ବିକାରୀ ଅର୍ଥାତ୍ ପବିତ୍ର କରିବା ପାଇଁ ପ୍ରୟାସ କରିବାକୁ ହେବ। ବୁଦ୍ଧିରେ ସର୍ବଦା ରହୁ ଯେ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ଭାଇ ଭଉଣୀ ଅଟୁ। ତେଣୁ ପରସ୍ପର ପ୍ରତି ବିକାରୀ ଦୃଷ୍ଟି ରଖିପାରିବା ନାହିଁ। 2 ନମ୍ବର। ଶରୀର ନିର୍ବାହ ଅର୍ଥେ କର୍ମ କରୁଥିଲେ ମଧ୍ୟ ବୁଦ୍ଧିର ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ। ପୁରୁଣା ଦୁନିଆର ସବୁ କଥା ଛାଡ଼ି ବେହଦର ବାବାଙ୍କୁ ମନେ ପକାଇବାକୁ ହେବ। ବେହଦର ସନ୍ନ୍ୟାସୀ ହେବାକୁ ପଡ଼ିବ। ଆଜିର ବରଦାନ। ବାବା ଶବ୍ଦର ସ୍ମୃତି ଦ୍ୱାରା କାରଣକୁ ନିବାରଣରେ ପରିବର୍ତ୍ତନ କରୁଥିବା ସଦା ଅଚଳ ଅଟଳ ଭବ। ବାବା ଶବ୍ଦର ସ୍ମୃତି ଦ୍ୱାରା କାରଣକୁ ନିବାରଣରେ ପରିବର୍ତ୍ତନ କରୁଥିବା ସଦା ଅଚଳ ଅଟଳ ଭବ। ଡିଟେଲ୍ସ। କୌଣସି ବି ପରିସ୍ଥିତି ଯେତେ ଅସ୍ଥିର ହୋଇଥାଉ ନା କାହିଁକି, ବାବା ଶବ୍ଦ କହିବା ମାତ୍ରକେ ତୁମେ ଅଚଳ ହୋଇଯିବ। ଯେତେବେଳେ ପରିସ୍ଥିତିର ଚିନ୍ତନରେ ଚାଲି ଯାଉଛ, ସେତେବେଳେ ତାହା ବଡ଼ କଷ୍ଟଦାୟୀ ଅନୁଭବ ହେଉଛି। ଯଦି କାରଣ ବଦଳରେ ନିବାରଣର ଚିନ୍ତନ କରିବ, ତେବେ ସେହି କାରଣ ହିଁ ନିବାରଣରେ ପରିବର୍ତ୍ତନ ହୋଇଯିବ। କାହିଁକି ନା ମାଷ୍ଟର ସର୍ବଶକ୍ତିମାନ ବ୍ରାହ୍ମଣ ପିଲାମାନଙ୍କ ସମ୍ମୁଖରେ ପରିସ୍ଥିତି ଗୁଡ଼ିକ ପିମ୍ପୁଡ଼ି ସଦୃଶ ମଧ୍ୟ ନୁହେଁ। କେବଳ କ'ଣ ହେଲା, କାହିଁକି ହେଲା, ଏଭଳି ଚିନ୍ତା କରିବା ପରିବର୍ତ୍ତେ ଯାହା ହେଲା ସେଥିରେ କଲ୍ୟାଣ ଭରି ରହିଛି। ସେବା ସମାହିତ ହୋଇଅଛି। ଯଦିଓ ଭିନ୍ନ ଭିନ୍ନ ପରିସ୍ଥିତିର ରୂପ ଦେଖାଯାଉଛି, କିନ୍ତୁ ସେଥିରେ ସେବା ସମାହିତ ହୋଇ ରହିଛି। ଯଦି ଏହିଭଳି ରୂପରେ ଦେଖିବ, ତେବେ ସର୍ବଦା ଅଚଳ ଅଟଳ ରହିବ। ଆଜିର ସ୍ଲୋଗାନ। ଏକମାତ୍ର ବାବାଙ୍କର ପ୍ରଭାବରେ ରହିଥିବା ଆତ୍ମା
କୌଣସି ବି ଆତ୍ମାର ପ୍ରଭାବରେ ଆସିପାରିବ ନାହିଁ। ଏକମାତ୍ର ବାବାଙ୍କର ପ୍ରଭାବରେ ରହିଥିବା ଆତ୍ମା କୌଣସି ବି ଆତ୍ମାର ପ୍ରଭାବରେ ଆସିପାରିବ ନାହିଁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତି ସ୍ଥିତିକୁ ପ୍ରାପ୍ତ କରିବା ପାଇଁ ସର୍ବଦା ସାକ୍ଷୀ ହୋଇ କାର୍ଯ୍ୟ କର। ସାକ୍ଷୀ ଅର୍ଥାତ୍ ସର୍ବଦା ନିଆରା ସ୍ଥିତିରେ ରହି କର୍ମ କରିବା ବାଲା ଅଲୌକିକ ଆତ୍ମା ଅଟେ। ଅଲୌକିକ ଅନୁଭୂତି କରୁଥିବା, ଅଲୌକିକ ଜୀବନ ଶ୍ରେଷ୍ଠ ଜୀବନ ଲାଭ କରିବା ଆତ୍ମା ଅଟେ। ଏହିଭଳି ନିଶା ରହିଥିବ। କର୍ମ କରିବା ସମୟରେ ଯଦି ଏଭଳି ଅଭ୍ୟାସକୁ ବଢ଼ାଇ ଚାଲିବ, ତେବେ ନିଶ୍ଚିତ ଭାବରେ କର୍ମାତୀତି ସ୍ଥିତିକୁ ପ୍ରାପ୍ତ କରିନେବ। ଓମ୍ ଶାନ୍ତି।